ରାଜସ୍ୱ ସବୁଠୁ ଅଧିକ ଖଣି ଖାତ ସବୁଠୁ ଅଧିକ ଅର୍ଥ ଟଙ୍କା ଆସୁଛି ସେଠି ସବୁଠୁ ଅଧିକ ଆଦିବାସୀ ମାନେ ଆଜି ଅତ୍ୟାଚାର କରୁଛନ୍ତି। ଆପଣ ଦେଖିଥିବେ ସେଇ କେଉଁଝର ଜିଲ୍ଲାର ଲୋକ ଯାଇକି ଆମ ତାମିଲନାଡୁରେ ଦାଦନ କଟିକି ଡେଡ୍ ବଡି ହେଇ ଓଡ଼ିଶା ଫେରିଛନ୍ତି। ତ ଆପଣ ଜାଣିଥିବେ କେତେ ଲୋକଙ୍କ ଥଇଥାନ କରୁଛନ୍ତି। ଓଡ଼ିଶାବାସୀ ଥଇଥାନ କରି ଚିନ୍ତା କରିନାହାନ୍ତି। ତା ପୂର୍ବ ସରକାର କିଏ ସରକାର କେବଳ ନିଜର ସ୍ୱାର୍ଥ ଅର୍ଥ ଲୁଟିବା ପାଇଁ ଗରିବ ଆଦିବାସୀ ମାନଙ୍କ ପେଟକୁ ଲାଗ ମାରୁଛନ୍ତି। କିନ୍ତୁ ଆଦିବାସୀ ନିଷ୍ପତ୍ତି ନେଇଛନ୍ତି ରକ୍ତ ଦେବୁ ଜୀବନ ଦେବୁ କିନ୍ତୁ ଜମି ଖଣ୍ଡେ ଦେବୁ ନାହିଁ। ଯଦି ଖଣ୍ଡେ ଜମି ନେଇକି ଦେଖେଇବେ ଆଜି କଂଗ୍ରେସ ଦଳ ତାକୁ ସ୍ନେହ କରିବ ନାହିଁ। ତାଙ୍କ ସମର୍ଥନରେ ରାଜରାସ୍ତାକୁ ଲଢ଼େଇବ। ସବୁ ଜିଲ୍ଲାରେ ଦେଖିବେ କିପରି ଭାବରେ ବିଜେପି ଏବେ ଲୁଟିବା ସରକାର କିଭଳି ଭାବରେ ଖଣି ପାଣି ଜଙ୍ଗଲ ଜମି କିଭଳି ଭାବରେ ଲୁଟିବେ ତାଙ୍କ ପ୍ରୟାସ ଜାରି ରହିଛି। ଆପଣ ଦେଖୁଥିବେ ଏବେ କେଉଁଝର ଜିଲ୍ଲାର ପାଟନା ନିର୍ବାଚନ ମଣ୍ଡଳୀରେ ଗୋଟେ 12ଟି ଗାଁ ଏବଂ 2ଟି ପଞ୍ଚାୟତ ସରକାର ଜେଏସଡବ୍ଲ୍ୟୁ ଏବଂ ପୋସ୍କୋକୁ ଦେଇଦେବାକୁ ବସିଛନ୍ତି। ସେଠି ଯେଉଁ ଗ୍ରାମବାସୀ ଅଛନ୍ତି ତାଙ୍କ 25-30 ଜଣଙ୍କୁ ମିଥ୍ୟା କେସ୍ରେ ମଧ୍ୟ ତାଙ୍କୁ ପୁରାଇ ଦିଆଯାଉଛି। କେଉଁଝର ଜିଲ୍ଲା ନୁହଁ ବିଭିନ୍ନ ଜିଲ୍ଲାରେ ଆପଣ ଦେଖୁଥିବେ ଜଙ୍ଗଲ ଜମି ନେବାକୁ ସରକାର ବିଜେପି ସରକାର ପୁରା ପ୍ରୟାସ ଜାରି ରଖିଛନ୍ତି। ଆମେ ସରକାରକୁ ଚେତାଇ ଦେବାକୁ ଚାହୁଁ ଏ ଲୋକଙ୍କ ଜଙ୍ଗଲ ଜମି ଯଦି ଇଞ୍ଚେ ବି ଯଦି ସରକାର ଓ ଜେଏସଡବ୍ଲ୍ୟୁ ଏବଂ ପୋସ୍କୋକୁ ଦିଆଯାଏ ଯୁବ କଂଗ୍ରେସ ଚେତାବନୀ ଦେଉଛି ମୁଖ୍ୟମନ୍ତ୍ରୀ କି ଏବଂ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେଉଁଝର ଜିଲ୍ଲା ତାଙ୍କୁ ଚେତାବନୀ ଦେଉଛୁ ତାଠୁ ନିବୃତ୍ତ ରୁହନ୍ତୁ। ଯଦି ଜଙ୍ଗଲ ଜମି ଲୋକମାନଙ୍କର ଦିଆଯାଏ ଯୁବ କଂଗ୍ରେସ ଆଗାମୀ ଦିନରେ ଆଦିବାସୀ ଲୋକଙ୍କୁ ସବୁ ଏକାଠି କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଉ କରାଯିବ। देश विदेश कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनी।